गुड इवनिंग फ्रेंड्स। आज हूँ 17 तारीख बुधवार। एवं जहाँ सूचना आसूची ओडिशा रे प्रलयंकारी कालवैशाखी अलर्ट, प्रबल पवन सह वर्षा आशंका। भिडियोटी संपूर्ण देखूँ। आपण अंचल भी कालवैशाखी हो पारे। ओडिशा रे एबे एक अभावनीय दुईमुखी पाग देखा मिलूँ। राज्यर गोटे पटे कालवैशाखी जनित वर्षा और झड़ तोफान संभावना थिबा बेले अन्यपटे पश्चिमांचल में प्रचंड ग्रीष्म प्रवाह जारी रही। यही चरम स्थिति को दृष्टि रखी भुवनेश्वर स्थित आंचलिक पाणीपाग विज्ञान केन्द्र पक्षर राज्यर विभिन्न जिला सतर्क सूचना जारी कर विशेषकर प्रबल झड़ पवन और वज्रपात आशंका थिबा अंचलगुड़िक विभाग पक्षर ऑरेंज वार्निंग प्रदान कर पाणीपाग विभागर बुलेटिन अनुसार आगामी किछि दिन मध्य राज्यर अधिकांश अंचल में कालवैशाखीर प्रभाव वृद्धि पाइब। ଏହି ସମୟରେ ଘଣ୍ଟା ପ୍ରତି 50 ରୁ 60 କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହ ବଜ୍ରପାତ ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ ଏବଂ କନ୍ଧମାଳ ଭଳି ଜିଲ୍ଲାଗୁଡ଼ିକ କାଳବୈଶାଖୀର ପ୍ରକୋପ ଅଧିକ ରହିବାର ଆଶଙ୍କା ଥିବାରୁ ସେଠାରେ ସ୍ପେଶାଲ ଆଲର୍ଟ ଜାରି କରାଯାଇଛି। ଏହା ବ୍ୟତୀତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ପ୍ରାୟ 13 ରୁ ଅଧିକ ଜିଲ୍ଲାରେ ଝଡ଼ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସ୍ଥିତି ଏବେ ମଧ୍ୟ ଗମ୍ଭୀର ରହିଛି। ଝାରସୁଗୁଡ଼ା, ସମ୍ବଲପୁର ଏବଂ ବଲାଙ୍ଗୀର ଭଳି ଜିଲ୍ଲାଗୁଡ଼ିକରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ଏହି ଅଞ୍ଚଳଗୁଡ଼ିକରେ ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସରୁ ଅଧିକ ରହୁଥିବାରୁ ଏଠାରେ ସିଭିୟର ହିଟ୍ ୱେଭ୍ ପାଇଁ ଅଲଗା ଭାବେ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ପାଣିପାଗ ବୈଜ୍ଞାନିକ ସୂଚନା ଅନୁଯାୟୀ ବାୟୁମଣ୍ଡଳରେ ଜଳୀୟ ବାଷ୍ପର ମାତ୍ରା ଅଧିକ ଥିବାରୁ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ଥିଲେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏହିଭଳି ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ କରାଇବାକୁ ପରାମର୍ଶ ଦିଆଯାଇଛି। ଆଗାମୀ 2 ରୁ 3 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ଏଭଳି ମିଶ୍ରିତ ପାଗର ପ୍ରଭାବ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି। ଏମିତି ଦେଶ ବିଦେଶର ଅପଡେଟ୍ ଜାଣିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ରହୁଛି, ନମସ୍କାର।